ଜୟଗୁରୁ। ଆଜି ଆମେ କଥା ହେବା ନର ରୂପୀ ଈଶ୍ୱର। ଏହା ଡକ୍ଟର ରାମଚନ୍ଦ୍ର ସିହ୍ନାଙ୍କ ଦିବ୍ୟ ଅନୁଭୂତି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବିଷୟରେ। ତ ଚାଲନ୍ତୁ କଥାଟିକୁ ଷ୍ଟାର୍ଟ କରିବା। ବନାରସ ହିନ୍ଦୁ ୟୁନିଭର୍ସିଟିରେ କର୍ମସୂତ୍ରରେ ଯୁକ୍ତ ଥିବାରୁ ଯୌବନର ବେଶ କିଛିଟା ସମୟ ମୋର ବାରାଣାସୀରେ କଟେ। ପ୍ରାୟ 20 ବର୍ଷ ଧରି କାଶୀର ଧର୍ମୀୟ ପରିବେଶରେ ମୋତେ ରହିବାକୁ ହୁଏ। ପବିତ୍ର ଗଙ୍ଗା ନଦୀର ତୀରରେ ଅବସ୍ଥିତ ଏହି ସହର ମହାଦେବଙ୍କର ପୀଠସ୍ଥାନ। ସ୍ୱୟଂ ମହାଦେବଙ୍କ ପାଖାପାଖି ଥିବାର ଅବସ୍ଥାନ କରୁଛନ୍ତି ଦେବୀ ଦୁର୍ଗା। ସିଏ ଭକ୍ତମାନଙ୍କର ନାନାବିଧି କଷ୍ଟାଦି ଏବଂ ଅଶୁଭ ଶକ୍ତିର ବିନାଶ କରି ନିୟତ ଅଭୟ ଦାନ କରି ଚାଲିଛନ୍ତି। ଟିକେ ଦୂରରେ ହିଁ ମା ଅନ୍ନପୂର୍ଣ୍ଣା, ଯିଏ ମାନବର ଯାବତୀୟ ପ୍ରୟୋଜନ ପରିପୂରଣ କରି ଅର୍ଣ୍ଣାଦିର ଯୋଗାଣ ଦେଇ ଚାଲିଛନ୍ତି। ସହରର ଟିକେ ବାହାର ଦିଗରେ ଭକ୍ତବୀର ହନୁମାନଙ୍କର ମନ୍ଦିର, ଯାହାଙ୍କ ନାମଗାନରେ ଅଶୁଭ ଶକ୍ତି ନିମିଷକେ ଦୂରୀଭୂତ ହୁଏ। ପାଖାପାଖି ଏଠାରେ ନିତ୍ୟ ଏପରି କିଛି ଧର୍ମସଭାର ଆୟୋଜନ ହେଉଥାଏ, ଯାହାଦ୍ୱାରା ଭକ୍ତମାନଙ୍କର ସମସ୍ୟାର ସମାଧାନ ପରିବର୍ତ୍ତେ ତାହା ଆହୁରି ବି ଜଟିଳ ଘୂର୍ଣ୍ଣିପାକରେ ହିଁ ନିମଜ୍ଜିତ ହୁଏ ବୋଲି ମୁଁ ବିଶ୍ୱାସ କରେ। ମୁଁ ନିଜେ ବି ନାନା ଦେବାଦେବୀଙ୍କଠାରେ ବିଶ୍ୱାସ ରଖୁଥିଲି। ଯାହା ହିଁ ହେଉ, ଦେଶର ନାନା ଅଞ୍ଚଳରୁ ନାନା ଭାଷା ନାନା ମତର ଲୋକ ଏଠାରେ ଆସି ବସବାସ କରୁଛନ୍ତି ଏବଂ ତେଣୁ ମନେହୁଏ କାଶୀ ଭାରତବର୍ଷର ଗୋଟେ କ୍ଷୁଦ୍ର ସଂସ୍କରଣ। ମୋଟାମୋଟି ଏହିଭଳି ହିଁ କୌଣସି ଏକ ସମୟରେ ମୋର 2 ବର୍ଷର ଶିଶୁପୁତ୍ର ରଞ୍ଜନ ଦୁରାରୋଗ୍ୟ ଯକୃତର ରୋଗ ଫାଇବ୍ରୋସିସରେ ଆକ୍ରାନ୍ତ ହୁଏ। ତାର ଆରୋଗ୍ୟ କାମନାରେ ବହୁ ବିଶେଷଜ୍ଞଙ୍କ ଦ୍ୱାରସ୍ଥ ହୁଏ। ଅନେକ ମନ୍ଦିରରେ ଧାରଣା ବି ଦିଏ, କିନ୍ତୁ ସବୁ ବି ବୃଥା ଯାଏ। ଅବଶେଷରେ ଏ ରୋଗର ବିଶେଷଜ୍ଞ ଉତ୍ତରପ୍ରଦେଶର ଡାକ୍ତର ସେନ ଦାସଗୁପ୍ତାଙ୍କ ଶରଣାପନ୍ନ ହୁଏ। କିନ୍ତୁ ସିଏ କହନ୍ତି ଏ ରୋଗୀକୁ ବଞ୍ଚାଇବା ସମ୍ଭବ ନୁହେଁ। ଠିକ୍ ଏହିଭଳି ସମୟରେ ଆଉ ଗୋଟିଏ ସମସ୍ୟାର ସମ୍ମୁଖୀନ ହୁଏ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମୋତେ ଗୋଟେ ବୃତ୍ତି ଦେଇ ଲଣ୍ଡନକୁ ଉଚ୍ଚଶିକ୍ଷା ଲାଭ ପାଇଁ ପଠାଇବାକୁ ଚାହାନ୍ତି। ଏପରି ଅବସ୍ଥାରେ ମୁଁ କ'ଣ କରିବି, କିପରି କରି ହିଁ ବା ଯିବି, କିଛି ହିଁ ଭାବିପାରିଲିନି। ଅନ୍ଧକାର ଚାରିଦିଗରୁ ଯେପରି ମୋତେ ଘେରି ଧରିଲା। ମୁଁ ହତାଶରେ ଦୁଶ୍ଚିନ୍ତାରେ ଭାଙ୍ଗି ପଡ଼ିଲି। ପଛରେ ଆହୁରି ବି ଏକ ବିପଦ ଧାଇଁ ଆସିଲା। ଏକମାତ୍ର ଆଶା ସ୍ତ୍ରୀର କିଛି ସୁନା ଗହଣା, ତା ବି ଦିନେ ଚୋରି ହୋଇଗଲା। ଚୂଡ଼ାନ୍ତ ଉଦ୍ବିଗ୍ନତାରେ ଦିନଗୁଡ଼ିକ କଟୁଥାଏ। ଠିକ୍ ଏହି ସମୟରେ ମୋର ବଡ଼ ଭାଇ ମୋତେ ପତ୍ର ମାଫତରେ ଦେଓଘର ଯିବାର ଉପଦେଶ ଦିଅନ୍ତି। ସେଠାରେ ତାଙ୍କ ଗୁରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଅବସ୍ଥାନ କରୁଛନ୍ତି। ସିଏ ଜଣେ ବଙ୍ଗାଳୀ ଏବଂ ସଦ୍ଗୁରୁ ହିସାବରେ ପରିଚିତ। ଭାଇଙ୍କର ଏହି ଆଚରଣରେ ମୁଁ ଅତ୍ୟନ୍ତ ବିରକ୍ତ ହେଲି। ବିଦେଶକୁ ଯିବା ବ୍ୟାପାରରେ ସାହାଯ୍ୟ ନ କରି ସନ୍ତାନର ଏପରି ପୀଡ଼ିତ ଅବସ୍ଥାରେ 2ଟା ସାନ୍ତ୍ୱନା ବାକ୍ୟ ନ କହି ମୋତେ ଏ କ'ଣ କହିବାକୁ କହୁଛନ୍ତି। ଭାବିଲି, ଜଗତଟା କ'ଣ ଏହିଭଳି। ଚିଠିର ଉପଦେଶ ମୋର ଏକଦମ ମନଃପୂତ ହେଲା ନାହିଁ। କିନ୍ତୁ ପର ଚିଠିରେ ଏକ ପ୍ରକାର ଧମକ ଦେଇ କହିଲେ ଯେ ତାଙ୍କ କଥା ନ ଶୁଣିଲେ ମୋ ସଙ୍ଗେ ସମସ୍ତ ସମ୍ପର୍କ ବିଚ୍ଛିନ୍ନ କରିବେ। ମୋ ସ୍ତ୍ରୀ କିନ୍ତୁ ମୋର ଭାଇଙ୍କର କଥା ଶୁଣି ଦେଓଘର ଯିବାକୁ ପରାମର୍ଶ ଦେଲା। ତାର ମନେ ହେଲା ହୁଏତ ଗୁରୁଙ୍କ ବିଭୂତି ଆମମାନଙ୍କ ସମସ୍ତଙ୍କ ସମସ୍ୟାକୁ ଦୂର କରିଦେବ। ଅବଶେଷରେ ପରିସ୍ଥିତିର ଚାପରେ ପଡ଼ି ମୁଁ ଦେଓଘର ଯିବାକୁ ହିଁ ମନ ସ୍ଥିର କରିଲି। ସେହି ରାତିରେ ହିଁ ବାରାଣାସୀ ଛାଡ଼ି ଦେଓଘର ପଥରେ ଯାତ୍ରା କରିଲି। ବାରାଣାସୀ ମୋର ଦେହଟା ଛାଡ଼ି ଆସିଲା ଠିକ୍, କିନ୍ତୁ ମନ ମୋର ସେଠାରେ ହିଁ ପଡ଼ି ରହିଲା। ସଙ୍ଗୀ ହେଲେ ଯାବତୀୟ ଉଦ୍ବେଗ ଓ ଦୁଶ୍ଚିନ୍ତା। ମୋ ଭାଇ ମୋତେ ଦେଓଘର ନେଇ ଗଲେ। ଦେଓଘର ସହରରେ ପ୍ରବେଶ କରି ସିଧା ସତ୍ସଙ୍ଗ ଆଶ୍ରମକୁ ଗଲି, ଯେଉଁଠାରେ ମୋର ଭାଇଙ୍କର ଗୁରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଅବସ୍ଥାନ କରୁଛନ୍ତି। ଟିକେ ହତାଶ ହେଲି ଯେତେବେଳେ ଶୁଣିଲି ସିଏ ସେତେବେଳେ ଦୁମ୍କାରେ ଅବସ୍ଥାନ କରୁଛନ୍ତି ଏବଂ କିଛି ଦିନ ସେଠାରେ ରହିବେ। ପୁଣି ମନେ ମନେ ବେଶ ଖୁସି ହିଁ ହେଲି। ଯାହା ହେଉ, ଏବେ ଫେରିଗଲେ ହିଁ ହେଲା। କିନ୍ତୁ ମୋ ଭାଇଙ୍କ ମନୋଭାବ ଅନ୍ୟ ପ୍ରକାରର।
ମୋତେ ନେଇ ସେତେବେଳେ ହିଁ ଦୁମ୍କା ଯାତ୍ରା କରିବେ ଠିକ୍ କରି ନେଲେ। କୁଣ୍ଡାଝଡ଼ା ବର୍ଷା ହେଉଥିଲା। ତା ଛଡ଼ା ଦୁମ୍କା ଯିବାର ବସ୍ ସେତେବେଳେ ପାଇବି କି ନା ମୋର ସନ୍ଦେହ ଥିଲା। କିନ୍ତୁ ଏତେ ପ୍ରତିବନ୍ଧକତା ସତ୍ତ୍ୱେ ବି ଭାଇ ଦୁମ୍କା ଯିବାର ଶେଷ ବସ୍ ଧରିନେଲେ ଏବଂ ମୋର ବାରାଣାସୀ ଫେରିବାର ଆଶା ଟିକକର ବି ଅପମୃତ୍ୟୁ ଘଟିଲା। ଦୁମ୍କାରେ ପହଞ୍ଚି ଦେଖିଲି ଆକାଶ ମେଘାଚ୍ଛନ୍ନ ଏବଂ ସେତେବେଳେ କୁଣ୍ଡାଝଡ଼ା ବର୍ଷା ପଡ଼ି ହିଁ ଚାଲିଛି। ବସ୍ଷ୍ଟାଣ୍ଡରୁ ଗୋଟେ ରିକ୍ସାରେ ଉଠି ସିଧା ଠାକୁର ଯେଉଁଠାରେ ଅଛନ୍ତି ସେଠାକୁ ଗଲି। ସିଏ ସେଠାରେ ଗୋଟେ ବଡ଼ ବଙ୍ଗଳାରେ ଅବସ୍ଥାନ କରିଛନ୍ତି। ସେ ଆଡ଼େ ଆଗାନ୍ତେ ହିଁ ମୋ ଭାଇ ମୋତେ କହିଲେ ସାବଧାନରେ ଚାଲିବାକୁ, କାରଣ ଜମି ଯାଇଥିବା ପାଣି ଉପରେ ପାଦ ପଡ଼ିଲେ ଯଦି ଶବ୍ଦ ହୁଏ ତେବେ ଠାକୁରଙ୍କର ଅସୁବିଧା ହୋଇପାରେ। ଜାଗାଟା ବେଶ୍ ବଡ଼ ଏବଂ ଦକ୍ଷିଣ ପଟେ ଠାକୁରଙ୍କ ବଙ୍ଗଳା। ସାମ୍ନା ଆଡ଼େ ଧାଡ଼ି ବାନ୍ଧି କେତୋଟି ଘର ବାରଣ୍ଡା ସମେତ। ସେ ଆଡ଼େ ଟିକେ ଆଗେଇ ଯାଆନ୍ତେ ହିଁ ଜୟଗୁରୁ ଜୟଗୁରୁ ଧ୍ୱନିରେ ଆମମାନଙ୍କୁ ସ୍ୱାଗତ କରାଗଲା। ଗୋଟେ 14-15 ବର୍ଷର ପିଲା ଛୁଟି ଆସି ଜଣାଇଲା ଠାକୁର ଶ୍ରୀବାସ୍ତବ ଭାଇଙ୍କ ଓ ତାଙ୍କ ଭାଇଙ୍କୁ ଖିଆପିଆ କରିବାକୁ କହିଛନ୍ତି ଏବଂ ପରଦିନ ସକାଳେ ତାଙ୍କ ଭାଇଙ୍କର ଦୀକ୍ଷା ହେବ। ଘଟଣା ମୋ ନିକଟରେ ବେଶ୍ ରହସ୍ୟଜନକ ମନେ ହେଲା। ଠାକୁର କେମିତି ଜାଣିପାରିଲେ ଯେ ଆମେ ସେଠାରେ ପହଞ୍ଚିଛୁ, କିନ୍ତୁ ଆଜି ଆଉ ତାହା ମନେ ହୁଏନା। ଯାହା ହେଉ, ଖିଆପିଆ କରି ଶୋଇପଡ଼ିଲି ଏବଂ ଭାଇ ମୋତେ ମନେ ପକାଇ ଦେଲେ ପରଦିନ ଯେପରି ସକାଳୁ ସକାଳୁ ଉଠେ, କାହିଁକି ନା ମୋ ଦୀକ୍ଷା ହେବାର କଥା। ପରଦିନ ସକାଳେ ଶ୍ରଦ୍ଧେୟ ଶୈଳେନ ଭାଇଙ୍କ ମାଧ୍ୟମରେ ମୋର ଦୀକ୍ଷା ହେଲା। ସେ ମୋତେ ଦୀକ୍ଷା ପରବର୍ତ୍ତୀ କରଣୀୟ ଯାହା କିଛି ଭଲ ଭାବେ ବୁଝାଇ ଦେଲେ। ସେଦିନ 12 ସେପ୍ଟେମ୍ବର 1952 ମସିହା। ପ୍ରାତରାଶ ଶେଷ କରି ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀଚରଣରେ ଉପସ୍ଥିତ ହେଲି ତାଙ୍କ ଆଶୀର୍ବାଦ ଅନୁଗ୍ରହରେ। ଶ୍ରୀ ଶ୍ରୀ ଠାକୁର ଗୋଟେ କାଠ ଖଟ ଉପରେ ପକାଯାଇଥିବା ଧଳା ବିଛଣାରେ ବସିଥିଲେ। ପାଖରେ କେତେଜଣ ଦଣ୍ଡାୟମାନ। କେହି କେହି ଖାତାରେ ତାଙ୍କର କଥାଗୁଡ଼ିକୁ ନୋଟ୍ କରୁଛନ୍ତି। ଶ୍ରୀ ଶ୍ରୀ ଠାକୁର ପାନ ଏବଂ ତମାଖୁ ସେବନ କରୁଛନ୍ତି। ଜଣେ ସାଧୁ ବ୍ୟକ୍ତି ପାନ ତମାଖୁ ସେବନ କରୁଛନ୍ତି, ଏଇଟା ମୋ ପାଖରେ ଟିକେ ଅନ୍ୟ ରକମ ଲାଗିଲା। ମୁଁ ତାଙ୍କ ଚକ୍ଷୁଆଡ଼େ ଏକ ଭାବରେ ଚାହିଁ ରହିବାକୁ ଚେଷ୍ଟା କଲି, କିନ୍ତୁ ପାରିଲିନି। କିଛି କ୍ଷଣ ପରେ ଶ୍ରୀ ଶ୍ରୀ ଠାକୁର ମୋତେ ପଚାରିଲେ, ଲଣ୍ଡନରେ ଉଚ୍ଚଶିକ୍ଷାର୍ଥେ ମୁଁ କେଉଁ ବିଷୟରେ ପଢ଼ାଶୁଣା କରିବାକୁ ଯାଉଛି। ମୁଁ ଭାବିଲି ମୋର ପଢ଼ାଶୁଣା ଜଟିଳ ବିଷୟ ସମ୍ପର୍କରେ ଶ୍ରୀ ଶ୍ରୀ ଠାକୁରଙ୍କୁ ବେଶୀ ଆଉ କ'ଣ କହିବି, ତେଣୁ ସଂକ୍ଷେପରେ ଉତ୍ତର ଦେଲି, ଭୂରସାୟନ ବିଦ୍ୟା, ଜିଓ କେମିଷ୍ଟ୍ରି। ଏ କଥା ଶୁଣି ଶ୍ରୀ ଶ୍ରୀ ଠାକୁର କହିଲେ, ମୋତେ ଖୁବ୍ ଭଲ ଲାଗିବ ଯଦି କେହି ମାଟିରୁ ବସ୍ତୁ ଅବସ୍ଥାନ୍ତରିତ ହୋଇ କିପରି ଉଦ୍ଭିଦ ଓ ଜୀବଜନ୍ତୁ ବା ଜୀବମଣ୍ଡଳରେ ପ୍ରବେଶ କରେ ଏବଂ ଆବାହମଣ୍ଡଳରେ ତାହା ଖେଳାଇ ଯାଇ ପୁନରାୟ ମାଟିକୁ ଫେରିଯାଏ ଏବଂ ସମଗ୍ର ପଦ୍ଧତିରେ ଉକ୍ତ ବସ୍ତୁର ଟିକେନାକୁରୁ ବି ହୃତ ନ ହେବା, ଏ ବିଷୟରେ ପଢ଼ାଶୁଣା କରେ। ସେ ଯାହା କହିଲେ ସେ କଥାଗୁଡ଼ିକ ପ୍ରତି ମୋର ବିଶେଷ ମନୋଯୋଗ ନଥିଲା। ମୋ ଭାଇ ହାତ ଯୋଡ଼ି ତାଙ୍କ ଶ୍ରୀଚରଣରେ ମୋ ପାଇଁ ପ୍ରାର୍ଥନା ଜଣାଇଲେ। ଶ୍ରୀ ଶ୍ରୀ ଠାକୁର ଗଡ଼ଗଡ଼ାର ନଳ ଗୋଟେ ପାଖକୁ ଦୂରେଇ ଦେଇ ଦୃପ୍ତ ଭଙ୍ଗୀରେ ସହଜ ହୋଇ ବସିଲେ। ମୋ ଭାଇଙ୍କୁ ଉଦ୍ଦେଶ୍ୟ କରି କହିଲେ, ଶ୍ରୀବାସ୍ତବ, ମୁଁ ଭାବୁଥିଲି ତୁମର ଜ୍ଞାନବୁଦ୍ଧି କିଛି ହୋଇଛି, କିନ୍ତୁ ଆଜି ମୁଁ ହତାଶ ହେଲି। ସେ ଆହୁରି କହିଲେ, ସର୍ବଦା ମନେ ରଖିବ, ତୁମେମାନେ ମୋତେ ବଡ଼ କରି ତୋଳିବ। ତୁମେମାନେ ବଡ଼ ହେଲେ ହିଁ ମୋର ବଡ଼ ହେବା। ସମସ୍ତ ପରିବେଶ ଗମ୍ଭୀର ହୋଇ ଉଠିଲା। ତାଙ୍କର ରକ୍ତିମ ମୁଖାବୟନରେ ହତାଶ ଓ ଉତ୍ତେଜନାର ଛାପ। ଏଥିରେ ମୁଁ ବି କିଛିଟା ବିଚଳିତ ହୋଇପଡ଼ିଲି। ଯାହା ହେଉ, କିଛି କ୍ଷଣ ପରେ ପରିବେଶ ପୁନଶ୍ଚ ସ୍ୱାଭାବିକ ହୋଇ ଉଠିଲା ଏବଂ ସେ ଗଡ଼ଗଡ଼ାରେ ଧୂମପାନ କରିବାକୁ ଲାଗିଲେ। ଟିକେ ପରେ ପାନ ଚାହିଁଲେ ଏବଂ ଖାଉ ଖାଉ ପାଖରେ ଦଣ୍ଡାୟମାନ ଜଣେ ବ୍ୟକ୍ତିକୁ ପଚାରିଲେ,
ଏଠାରୁ ଲଣ୍ଡନକୁ ମନି ଅର୍ଡ଼ର ଯୋଗେ ଟଙ୍କା ପଠାଇଲେ ତାହା ପହଞ୍ଚିବାକୁ କେତେ ସମୟ ଲାଗିବ? କେହି କହିଲେ 20 ଦିନ, କେହି 15 ଦିନ, କେହି ବା 1 ମାସ ଇତ୍ୟାଦି। ସବୁ ଶୁଣି ଶ୍ରୀ ଶ୍ରୀ ଠାକୁର କହିଲେ, ଆମମାନଙ୍କର ଅଜ୍ଞାତପଲ୍ଲୀ ଗ୍ରାମ ହିମାୟତପୁରରେ ଚିଠି, ମନି ଅର୍ଡ଼ର, ପାର୍ସଲ ଇତ୍ୟାଦି ସପ୍ତାହ ଗୋଟେ ନିର୍ଦ୍ଦିଷ୍ଟ ଦିନରେ ଯାଉଥିଲା। ଆଉ ଆମ ଗ୍ରାମ ପାଇଁ ଗୁରୁବାର ନିର୍ଦ୍ଦିଷ୍ଟ ଥିଲା। ତାହେଲେ ଲଣ୍ଡନକୁ ମନି ଅର୍ଡ଼ର ଯିବାକୁ 1 ମାସ ସମୟ ଲାଗିବ କାହିଁକି? ମୁଁ ମନେକରେ ଯେଉଁ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅନ୍ତ ଯାଏନା, ସେଠାରେ ଡାକଘରେ କୌଣସି ବ୍ୟକ୍ତି ଟଙ୍କା ଜମା ଦେବାର ଅନତିବିଳମ୍ବରେ ଲଣ୍ଡନରେ ପହଞ୍ଚି ଯାଇପାରେ। ତାଙ୍କ କଥାଗୁଡ଼ିକୁ ମନ ଦେଇ ଶୁଣୁଥିଲି। ଧୀରେ ଧୀରେ ତାଙ୍କ ପ୍ରତି ଗୋଟେ ଭଲ ପାଇବା ଅନୁଭବ କଲି। କିନ୍ତୁ ଏଥର ଆମ୍ଭମାନଙ୍କର ଫେରିଆସିବାର ସମୟ। ଶ୍ରୀ ଶ୍ରୀ ଠାକୁରଙ୍କୁ ପ୍ରଣାମ ଜଣାଇ ବିଦାୟ ପ୍ରାର୍ଥନା କରି ଦେଖିଲି ତାଙ୍କ ଆଖିରେ ଲୁହ। ଆବେଗମଥିତ କଣ୍ଠରେ ମୋତେ ନିୟମିତ ଚିଠି ଲେଖିବାକୁ କହିଲେ। ଉତ୍ତର ଅପେକ୍ଷା ନ କରି ହିଁ, କାରଣ ସେ କାଳେ ମୂର୍ଖ ମଣିଷ ଓ ଉତ୍ତର ଦେବା ପାଇଁ ତାଙ୍କୁ ଅନ୍ୟ ଉପରେ ନିର୍ଭର କରିବାକୁ ହୁଏ। ଘର ଫେରନ୍ତା ପଥରେ ମୁଁ ଓ ମୋର ଭାଇ କେହି କୌଣସି କଥା ହେଲୁନି। ମୋ ମନ ମନ୍ଦିରରେ ତାଙ୍କ ଛବି ସେତେବେଳେ ବି ସଚଳ। ସମ୍ବିତ ଫେରି ପାଇଲି ଭାଇଙ୍କ କଥାରେ। ରୋଜ ଇଷ୍ଟବୃତ୍ତି ଠିକ୍ ଠିକ୍ ଭାବେ କରିବୁ, ସତ୍ୟାନୁସରଣ ସାଙ୍ଗରେ ରଖିବୁ ଏବଂ ନିୟମିତ ପଢ଼ିବୁ। ଜସିଡ଼ରେ ପହଞ୍ଚାଇ ଦେଇ ଭାଇ ମୋର ବିଦାୟ ନେଲେ। ବାରାଣସୀ ପର୍ଯ୍ୟନ୍ତ ବାକି ପଥଟିରେ ମୁଁ ଏକା। ଅଜସ୍ର ଚିନ୍ତା ମନରେ ଆସି ଭିଡ଼ ଜମାଇଲା। ମୋର ଅସୁସ୍ଥ ସନ୍ତାନର କ'ଣ ହେଲା? ମୋର ବାହାରକୁ ଯିବାର ବା କ'ଣ ହେବ? ସର୍ବୋପରି ମୋ ସ୍ତ୍ରୀ ପ୍ରତିକ୍ରିୟା ବା କ'ଣ ହେବ? ଯେତେବେଳେ ଜାଣିବ ଠାକୁର ଧୂମପାନ କରନ୍ତି, ପାନ ଖାଆନ୍ତି ଏବଂ କୌଣସି ବିଭୂତି ବି ମୁଁ ତାଙ୍କ ପାଖରୁ ପାଇନି। ପିଲାବେଳରୁ ମୋର ଗୁରୁଜନମାନଙ୍କ କଥା ଶୁଣିବାର ଅଭ୍ୟାସ ଥିଲା। ତେଣୁ ନିୟମିତ ଯଜନ ଇଷ୍ଟବୃତ୍ତି କରିଯିବା ବା ମୋ ପକ୍ଷରେ କୌଣସି ସମସ୍ୟା ହୋଇନି। ଘରେ ପହଞ୍ଚି ଦେଖିଲି ମୋ ପୁଅର ଶାରୀରିକ ଅବସ୍ଥାର ଟିକେ ବି ଉନ୍ନତି ହୋଇନି। ପୁନଶ୍ଚ ଡାକ୍ତର ସେନ ଦାସଗୁପ୍ତାଙ୍କ ଶରଣାପନ୍ନ ହେଲି। ସେ ପରୀକ୍ଷା କରି କହିଲେ, ରୋଗୀର ଜୀବନର ଆଶା ଖୁବ୍ ସାମାନ୍ୟ। କ'ଣ କରିବି କିଛି ହିଁ ବୁଝି ଉଠି ପାରିଲିନି। ମୋର କର୍ମକ୍ଷେତ୍ରରେ ଯାହା ଯେଉଁ କେତେଦିନ ମୁଁ ନଥିଲି, ସେଥିପାଇଁ ଛୁଟି ମଞ୍ଜୁର ଚାହିଁ ଗୋଟେ ଦରଖାସ୍ତ ଜମା ଦେଲି। ମୋର ବୋଧରେ ସେତେବେଳେ ଜାଗ୍ରତ ହୋଇନି ଯେ ଦୀକ୍ଷା ପରେ ସ୍ୱୟଂ ଶ୍ରୀ ଶ୍ରୀ ଠାକୁର ହିଁ ମୋର ସବୁ ଦାୟିତ୍ୱ ନେଇ ଯାଇଛନ୍ତି। ମୁଁ ତାଙ୍କର ହିଁ ଯନ୍ତ୍ର ମାତ୍ର। ଏକଥା କହିବାର କାରଣ, ପାଠକ, ମୁଁ ଯେଉଁ ଘଟଣାର କଥା କହୁଛି, ଯାହା ଆପଣମାନଙ୍କୁ ଅଲୌକିକ ରୂପକଥା ପରି ମନେ ହେବ। ମୋ ଡିପାର୍ଟମେଣ୍ଟରେ ଯାଇ ଦେଖିଲି ମୋର ପ୍ରଫେସରଙ୍କ ପିଅନ ଗେଟରେ ଛିଡ଼ା ହୋଇ ଅଛନ୍ତି। ସେ ମୋତେ ତତ୍କ୍ଷଣାତ୍ ବିଭାଗୀୟ ପ୍ରଧାନଙ୍କ ସହିତ ଦେଖା କରିବାକୁ କହିଲେ। ଭାବିଲି, ଛୁଟି ନ ନେଇ ଚାଲିଯିବାରେ ପ୍ରଧାନ ହୁଏତ ମୋ ଉପରେ ରାଗି ଯାଇଛନ୍ତି। କିନ୍ତୁ ଯାହା ଘଟିଲା ସେଥିରେ ବିସ୍ମିତ ନ ହୋଇ ରହିପାରିଲିନି। ପ୍ରଫେସର ରାଜନାଥ ଖବର ନେଲେ ଯେ ମୁଁ କେଉଁଠାକୁ ଯାଇଥିଲି। ମୋ ପିଲାର ଅସୁସ୍ଥତାଠାରୁ ଠାକୁର ଦର୍ଶନ ସବୁ ବିସ୍ତାରିତ ଭାବେ ତାଙ୍କୁ କହିଲି। ସେ ମୋତେ କହିଲେ ଯେ ଲକ୍ଷ୍ନୌରେ ଏକ ଆୟୁର୍ବେଦିକ ଡାକ୍ତର ଅଛନ୍ତି, ଯିଏ ପିଲାମାନଙ୍କର ଲିଭର ସମ୍ବନ୍ଧୀୟ ରୋଗର ସୁଚିକିତ୍ସକ। ତାଙ୍କୁ ଦେଖାଇବା ପାଇଁ ତାଙ୍କ ନିର୍ଦ୍ଦେଶାନୁସାରେ ସେହି ଡାକ୍ତରଙ୍କ ନିକଟକୁ ଗଲି ଏବଂ ସେ ସବୁ ଦେଖିଶୁଣି 1 ସପ୍ତାହ ଔଷଧ ଦେଲେ ଏବଂ କହିଲେ, ଆଶା କରେ ପିଲାଟା ଶୀଘ୍ର ହିଁ ସୁସ୍ଥ ହୋଇ ଉଠିବ। ଡାକ୍ତରଙ୍କ କଥାକୁ ସତ୍ୟ ପ୍ରମାଣ କରିଦେଇ ପରବର୍ତ୍ତୀ 10 ଦିନ ମଧ୍ୟରେ ମୋର ପୁତ୍ର ସ୍ୱାଭାବିକ ହୋଇ ଉଠିଲା। ସେହି ସମୟରେ ମୋର ଭାବନାରେ ଆସିନି ଯେ ଠାକୁର ହିଁ ମୋର ପୁଅକୁ ସୁସ୍ଥ କରି ତୋଳିଲେ। ଡାକ୍ତର ଉପଲକ୍ଷ ମାତ୍ର। ଏହି ଘଟଣା ଭିତରେ ଗୋଟେ ସତ୍ୟ ଅର୍ଜନ କଲି, ଯାହା ଆଜି ବି ମୋତେ ଚଳାଇ ନେଇ ଯାଇଛି।
ମୁଁ ଲଣ୍ଡନ ଗଲି ଏବଂ ସେହି ପ୍ରଫେସରଙ୍କ ସହିତ ଦେଖା କଲି, ଯିଏ ମୋର PhDର ଗାଇଡ୍ ହିସାବରେ ନିର୍ବାଚିତ। ଘଟଣାଗୁଡ଼ିକୁ ଟିକେ ଏକାଠି କରି କୁହାଯାଉ। ଜାହାଜ ବନ୍ଦରରୁ ସିଧାସଳଖ ମୁଁ ତାଙ୍କ ନିକଟକୁ ଗଲି। ଦେଖିଲି ସେ ମୋ ଉପରେ ବିରକ୍ତ ଏବଂ ଯେତେକ୍ଷଣ ନ ଡକା ହୋଇଛି ସେତେକ୍ଷଣ ବିଭାଗୀୟ ଗ୍ରନ୍ଥାଗାରରେ ଅପେକ୍ଷା କରିବାକୁ କହିଲେ। ଚିନ୍ତାସିକ୍ତ ମନରେ ଗ୍ରନ୍ଥାଗାରରେ ଯାଇ ବସିଲି। ହଠାତ୍ ଗ୍ରନ୍ଥାଗାରର ଆଲମାରିରେ ରଖାଯାଇଥିବା ଗୋଟେ ବହି ଆଡ଼େ ନଜର ଗଲା। ବହିଟିରେ ଲେଖା ହୋଇଛି ଜିଓକେମିଷ୍ଟ୍ରି। ମୁଁ ବହିଟି ଖୋଲି ତାର ଭୂମିକା ପଢ଼ିବାକୁ ଆରମ୍ଭ କଲି। ଜିଓକେମିଷ୍ଟ୍ରିର ସଂଜ୍ଞା ହିସାବରେ ଯାହା କୁହା ହୋଇଛି ଏହି ବହିରେ ତାହା ମୋତେ ଅବାକ୍ କଲା। କଥାଗୁଡ଼ିକ କେଉଁଠି ଯେପରି ଶୁଣିଛି ତା ମନେ କରିବାକୁ ଚେଷ୍ଟା କଲି। ଟିକେ ପରେ ହିଁ ମନେ ପଡ଼ିଲା, ଠାକୁର ତ ମୋତେ ଏହି କଥାଗୁଡ଼ିକ କହିଥିଲେ ଦୁମ୍କାରେ। ସେ ମୋତେ କହିଥିଲେ ମାଟିରୁ କୌଣସି ବସ୍ତୁର ଅବସ୍ଥାନ୍ତର ଉଦ୍ଭିଦ ଓ ଜୀବମଣ୍ଡଳରେ ଏବଂ ତାହା ଆବାହମଣ୍ଡଳରେ ଖେଳାଇ ଯାଇ ପୁନରାୟ ମାଟିକୁ ଫେରି ଆସିବାର ବିଷୟରେ। ଆଶ୍ଚର୍ଯ୍ୟଜନକ ଭାବରେ ସେହି କଥାଗୁଡ଼ିକ ସମ୍ପୂର୍ଣ୍ଣ ପ୍ରତିଫଳିତ ଦେଖିଲି ଏହି ବହିଟିରେ। ମୋର ଗବେଷଣା କାର୍ଯ୍ୟରେ ଯୋଗଦାନର ସପ୍ତାହକ ପରେ ହିଁ ମୋର ପ୍ରଫେସର ମୋତେ ସୁଦୂର ଲଣ୍ଡନର ୟାବାର୍ଡନଶାୟରକୁ ଯିବାକୁ କହିଲେ। ସେଦିନ ଗୁରୁବାର। ଉକ୍ତ ଜାଗାକୁ ମୋର ଯିବାର କଥା ଆଗତ ସୋମବାର। କିନ୍ତୁ ବଡ଼ ଚିନ୍ତାରେ ପଡ଼ିଲି। ହାତରେ ସେପରି ଟଙ୍କା ପଇସା ନାହିଁ ଯାହା ଦେଇ ଯିବାର ଟିକେଟ କିଣିପାରେ। ସ୍ଥାନୀୟ ବ୍ୟାଙ୍କକୁ ଗଲି। ସେଠାରେ ମୋର ବୃତ୍ତିର ଟଙ୍କା ଜମା ହେବା କଥା ଖବର ନେଇ ଜାଣିବାକୁ ପାଇଲି ମୋ ନାମରେ ବ୍ୟାଙ୍କରେ ଏପର୍ଯ୍ୟନ୍ତ କୌଣସି ଟଙ୍କା ଜମା ପଡ଼ିନି। ପରଦିନ ପୁନଶ୍ଚ ବ୍ୟାଙ୍କ ଗଲି ଏବଂ ମ୍ୟାନେଜରଙ୍କ ସହିତ କଥା ହେଲି। ସେ ବି ସେହି ଗୋଟେ କଥା କହିଲେ। ନିଜକୁ ଦିଗହରା ମନେହେଲା। ଏକ ପ୍ରକାର ବିଧ୍ୱସ୍ତ ମନ ନେଇ ସୋମବାର ମୋ ବିଭାଗରେ ହାଜିର ହେଲି। ଖବର ନେଲି ମୋର ପ୍ରଫେସର ମୋ ପାଇଁ କୌଣସି ନିର୍ଦ୍ଦେଶ ରଖିଛନ୍ତି କି ନାହିଁ। ସେଠାରେ ପ୍ରଫେସରଙ୍କ ସେକ୍ରେଟାରୀ ଦେଖା ପାଇଲି। ଦେଖିଲି ସେ ମୋ ଉପରେ ବେଶ୍ ଅସନ୍ତୁଷ୍ଟ। ଜାଣିବାକୁ ଚାହିଁଲେ ଯେ କେତେ ଦିନ ଧରି ମୁଁ କେଉଁଠି ଥିଲି। ଯାହା ହିଁ ହେଉ ସେ ମୋ ହାତରେ ଗୋଟେ ଖାମ୍ ଧରାଇ ଦେଲେ। ଭାବିଲି ପ୍ରଫେସରଙ୍କର କୌଣସି ନିର୍ଦ୍ଦେଶ ହୁଏତ ଏହା ମଧ୍ୟରେ ରହିଛି। କିନ୍ତୁ ଖାମ୍ ଭିତରେ ଯାହା ଥିଲା ତାହା ମୋତେ ବେଶ୍ ଅବାକ୍ କରିଲା। ଖାମ୍ ମଧ୍ୟରେ ୟାବିନଶାୟ ଯିବାକୁ 2ଟା ପ୍ରଥମ ଶ୍ରେଣୀର ଟିକେଟ ଏବଂ ନଗଦ 10 ପାଉଣ୍ଡ। ମୋର ମନେ ପଡ଼ିଲା ଶ୍ରୀ ଶ୍ରୀ ଠାକୁରଙ୍କ କହିଥିଲେ ଡାକଘରେ ଟଙ୍କା ଜମା ଦେଲେ ହିଁ ତତ୍କ୍ଷଣାତ୍ ତାହା ଲଣ୍ଡନରେ ପହଞ୍ଚିପାରେ। ଏ ତ ସେ କଥାର ହିଁ ଜ୍ୱଳନ୍ତ ପ୍ରମାଣ। ୟାବିନଶାୟର ବାୟୁମଣ୍ଡଳ ସେତେବେଳେ ନିଦାରୁଣ। 10-12 ଫୁଟ ବରଫ ରାସ୍ତାରେ ଜମା ହୋଇ ପଡ଼ିଛି। ସେଥିସହିତ ପ୍ରଚଣ୍ଡ ଶୁଷ୍କ ଥଣ୍ଡା ପବନ। ଏହି ପ୍ରଚଣ୍ଡ ଥଣ୍ଡା ସହିତ ଲଢ଼େଇ କରିବା ପାଇଁ ମୋ ସହିତ ଅଛି ଗୋଟେ ପୁରୁଣା କୋଟ ଯାହା ଭାରତରୁ ନେଇ ଆସିଛି ଏବଂ ପାଦରେ ସାଧାରଣ ଜୋତା। ସେତେବେଳେ ମ୍ୟାକେଲ ଇନଷ୍ଟିଚ୍ୟୁଟରେ ପହଞ୍ଚିଲି ସେତେବେଳେ ଥଣ୍ଡାରେ ପ୍ରାୟ ଏକରକମ ଜମି ଯାଇଛି। ଦେଖା କଲି ଡକ୍ଟର ପିଚାର୍ଙ୍କ ସହିତ। ସେ ମୋତେ ବସିବା ଘରେ ଅପେକ୍ଷା କରିବାକୁ କହିଲେ। ସେ ଇନଷ୍ଟିଚ୍ୟୁଟ ଡିରେକ୍ଟର ଡକ୍ଟର ମିଚେଲଙ୍କ ନିକଟକୁ ଗଲେ ଏବଂ କିଛିକ୍ଷଣ ପରେ ଫେରି ଆସି ମୋତେ ତାଙ୍କ ନିକଟକୁ ନେଇଗଲେ। ଡକ୍ଟର ମିଚେଲ ମୋ ସହିତ କିଛିକ୍ଷଣ କଥା କହି ହିଁ ଲାବୋରେଟୋରୀକୁ ନେଇଗଲେ। ଶେଷରେ ସେ ଗୋଟେ ଆବଦ୍ଧ ଖାମ୍ ମୋ ହାତରେ ଦେଲେ ଏବଂ ପ୍ରଫେସରଙ୍କୁ ଦେବା ପାଇଁ କହିଲେ। ଭାବିଲି ସେ ହୁଏତ ପ୍ରଫେସରଙ୍କୁ ଲେଖିଛନ୍ତି ଯେ ସିହ୍ନାଙ୍କୁ ତୁମେ ପଠାଇଛ ସେ ଏ ବିଷୟରେ ଏକଦମ ହିଁ ଅଜ୍ଞ। ଲଣ୍ଡନ ଫେରି ଆସି ଡକ୍ଟର ମିଚେଲଙ୍କ ଚିଠିଟା ପ୍ରଫେସରଙ୍କୁ ଦେଲି। ସେ ଚିଠିଟା ବାରମ୍ବାର ପଢ଼ି ମୋତେ କହିଲେ ତୁମେ ଆଗରୁ କାହିଁକି ମୋତେ କହି ନଥିଲ
ଯେ ତୁମେ ଜଣେ ରାସାୟନିକ ବିଶ୍ଳେଷଣ ବିଶେଷଜ୍ଞ। ଏହା କହି ଡକ୍ଟର ମିଚେଲଙ୍କ ଚିଠିଟା ମୋତେ ପଢ଼ି ଶୁଣାଇଲେ ଏବଂ ସେଥିରେ ପ୍ରତିଟି ଶବ୍ଦ ହିଁ ମୋର ପ୍ରଶଂସାରେ ଭରା। ମୋର ଠାକୁରଙ୍କ କୁହା କଥାଗୁଡ଼ିକ ମନେ ପଡ଼ିଲା। ମନୁଷ୍ୟ ଜାଣେନା ଯେ ତା ନିଜ ମଧ୍ୟରେ କେତେ ଶକ୍ତି ନିହିତ ଅଛି। ଶ୍ରୀ ଶ୍ରୀ ଠାକୁର ମୋତେ ମୋର ଭାଇଙ୍କୁ କହିଥିଲେ, ମୁଁ ନୁହେଁ ତୁମେମାନେ ହିଁ ମୋତେ ବଡ଼ କରି ତୋଳିବ। କଥାଗୁଡ଼ିକ ଉକ୍ତ ଘଟଣାକୁ ହିଁ ସମର୍ଥନ କରୁଛି। ମୋର କାମ ସମାପ୍ତ ହେବା ପରେ ଶ୍ରୀ ଶ୍ରୀ ଠାକୁରଙ୍କୁ ଚିଠି ଲେଖିଲି। ଉତ୍ତରରେ ସେ ମୋତେ ସାବଧାନରେ ଫେରିବାର କଥା କହିଲେ। ସେଦିନ ଲାବୋରେଟୋରୀରେ ବସିଥିଲି ନିତ୍ୟ ଦିନକାର ପରି। ଇନଷ୍ଟିଚ୍ୟୁଟର ଡିନ୍ ପ୍ରଫେସର ୱିଲିୟମଙ୍କ ପିଅନ ଆସିଲେ ଏବଂ ମୋତେ ତାଙ୍କ ସଙ୍ଗେ ଦେଖା କରିବାକୁ କହିଲେ। ତାଙ୍କ ନିକଟକୁ ଯାଆନ୍ତେ ହିଁ ସେ ମୋତେ 2ଟା ରକ୍ ପାଉଡର ଦେଲେ ଯେଉଁଥିରେ A ଏବଂ B ଚିହ୍ନିତ କରାଯାଇଛି। 2ଟାକୁ ହିଁ ଶନାକ୍ତ କରିବାକୁ କହିଲେ। ମୁଁ ପାଉଡର 2ଟାକୁ ଅଲଗା ଅଲଗା ପରୀକ୍ଷା ନଳୀରେ ନେଲି ଏବଂ ବିଶ୍ଳେଷଣ କଲି। ବିଶ୍ଳେଷଣୀ ସିଦ୍ଧାନ୍ତରେ ଲେଖିଲି ଏଗୁଡ଼ିକ ଏକ ଧରଣର କିମ୍ବରଲାଇଟ୍ ରକ୍ ଯାହାର ଉତ୍ପତ୍ତି ହୀରାରୁ। ପ୍ରଫେସର ୱିଲିୟମ ତାଙ୍କ ଚେୟାରରୁ ପ୍ରାୟ ଡେଇଁ ପଡ଼ିଲେ ଏବଂ କହିଲେ, ଏହି ଯେ ଦେଖୁଛି ଇଣ୍ଡିଆରୁ ଗୋଟେ ଯାଦୁକର ଆସିଛି। ଅତ୍ୟନ୍ତ ଉତ୍ତେଜନା ସହକାରେ ସେ ଯାହା କହିଲେ ତାହା ଏଇ ଯେ ସାରା ପୃଥିବୀର 32ଟା ଲାବୋରେଟୋରୀ ଯାହା କରିବାକୁ ବ୍ୟର୍ଥ ହୋଇଛନ୍ତି ତାହା ମୁଁ କରିଦେଇଛି ଏବଂ ମୁଁ ଇମ୍ପେରିଆଲ କଲେଜର ନାମ ବଢ଼େଇ ଦେଇଛି। ଏକଥା ଶୁଣି ମୁଁ ଶ୍ରୀ ଶ୍ରୀ ଠାକୁରଙ୍କର ଗୋଟେ ଛବି ବାହାର କଲି ଏବଂ ମଥାରେ ଲଗାଇଲି। ଛବିଟି ଦେଖି ପ୍ରଫେସର ଜାଣିବାକୁ ଚାହିଁଲେ ଏଇଟା କାହାର ଛବି। ମୁଁ ତାଙ୍କୁ ଶ୍ରୀ ଶ୍ରୀ ଠାକୁରଙ୍କ କଥା କହିଲି। ସେ କହିଲେ ମୁଁ ଇଣ୍ଡିଆ ଯାଇଥିଲି କିନ୍ତୁ ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋର ହୋଇନି। ଆଜି ତୁମେ ମୋର ସେହି ଇଚ୍ଛାଟାକୁ ପୂରଣ କରିଲ। ଯାହା ହେଉ ଏଇ ଭାବେ ମୋର ଲଣ୍ଡନ ଯିବାର ଉଦ୍ଦେଶ୍ୟ ସଫଳତା ପାଇଲା। ଶ୍ରୀ ଶ୍ରୀ ଠାକୁର ହିଁ ସବୁ କଲେ। ଶ୍ରୀ ଶ୍ରୀ ଠାକୁରଙ୍କ କୁହା କଥାଗୁଡ଼ିକ ମୋର ସ୍ମୃତି ମନ୍ଦିରରେ ଧ୍ୱନିତ ହୋଇଉଠେ। ତୁମମାନେ ହିଁ ମୋତେ ବଡ଼ କରି ତୋଳିବ। ଏହି ପ୍ରବନ୍ଧ ମୁଁ ସମାପ୍ତ କରିବାକୁ ଚାହେଁ ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ ଦେଇ। ଅର୍ଥ, ମାନ, ଯଶ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ସଜାଇ ଭକ୍ତ ହୁଅ ନାହିଁ। ସାବଧାନ ହୁଅ। ଠକିଯିବ। ତୁମର ଠାକୁରତ୍ୱ ଜାଗ୍ରତ ନ ହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି। ଫାଙ୍କି ଦେଲେ ତାହା ହିଁ ପାଇବ। ମହାମାନବଙ୍କ ସାନ୍ନିଧ୍ୟରେ ଆସି ମାନବର ଚିରନ୍ତନ ପ୍ରଶ୍ନ, ମଣିଷ ଈଶ୍ୱର ରୂପରେ ନା ଈଶ୍ୱର ମଣିଷ ରୂପରେ? ମୋର ବୋଧ ଶ୍ରୀ ଶ୍ରୀ ଠାକୁର ସ୍ୱୟଂ ଈଶ୍ୱର ଏବଂ ସିଏ ମଣିଷ ରୂପେ ଧରାଧାମରେ ଅବତୀର୍ଣ୍ଣ। ଜୟ ଗୁରୁ।